ଭୋକରେ ପେଟ କଣ ହେଲାଣି। ସମୟ ଆସିକି ବି 10ଟା ବାଜିଲାଣି। ବୋହୁ କଣ ଆଜି କିଛି ଖାଇବାକୁ ଦେଲାନି ଯେ। ଯାଏ ନହେଲେ ତାକୁ ପଚାରିବି। ମା, ଏଇ ନିଅ, ଏଇଥିରେ ତମର ସବୁ କପଡା ପ୍ୟାକ୍ କରିଦେଇଛି। ହେଲେ ମାରେ, ବହୁ ଜୋରେ ଭୋକ ହେଲାଣି। ତୁ କଣ ଆଜି କିଛି ଜଳଖିଆ କରିନୁ କି? ମା, ଆଜିକୁ ବା ତମର ମାସେ ପୁରିଲା। ଆଜିଠୁ ତମେ ବଡ ଅପା ଆଉ ଭାଇଙ୍କ ଘରେ ରହିବ। ଆଉ ସେଇଥିପାଇଁ ତମ ପାଇଁ ଜଳଖିଆ କରିନି। ଏଇଟା ଏଇଠି ରଖିଲି, ତମେ ଦେଖିକି ଯିବ। ବୋହୁ, ଆସିଗଲ ମା। ମାରେ, ମତେ ବହୁତ ଜୋରେ ଭୋକ ହେଲାଣି। ତୁ ଟିକେ ଖାଇବାକୁ ଦେଲୁ। ମା, ତମେ ଏଯାଏଁ ଖାଇନ? ସାନ ବୋଉ କହିଲା ଆଜିଠୁ ମୁଁ ତୋ ପାଖରେ ଖାଇବି। ସେଇଥିପାଇଁ ସେ ଆଜି ମୋ ପାଇଁ ଖାଇବା କରିନି। ଠିକ ଅଛି ମା, ତମେ ଗୋଡ ହାତ ଧୋଇକି ଆସ, ମୁଁ ତମ ପାଇଁ ଖାଇବା ବାଢିକି ନେଇକି ଆସୁଛି। ହେଲେ ମା, ମୁଁ ତମକୁ କେତେ ଥର କହିଛି ତମର ସେଠିକି ଯିବା ଦରକାର ନାହିଁ। ଏଠି ମୋ ପାଖରେ ତମେ ଆରାମସେ ରୁହ। ବଡ ବୋଉ, ମୋ ମନ ଜମା ମାନୁନି ରେ ମା। ମୋ ପାଇଁ ମୋ ଦୁଇ ପୁଅ ସମାନ। ମୋ ଦୁଇ ଆଖି ସେମାନେ। ସତରେ ବଡ ଅଜବ ଏ ଦୁନିଆ। ମା ବାପା ତାଙ୍କର 5ଟି ସନ୍ତାନକୁ ଏକୁଟିଆ ଭରଣ ପୋଷଣ ସହ ପାଳି ବି ଦିଅନ୍ତି। କିନ୍ତୁ ବାପା ମାଙ୍କର 5ଟା ଛୁଆ ଥିଲେ ବି ସେମାନେ ମିଶି ଗୋଟେ ବାପା ମାଙ୍କୁ ଭରଣ ପୋଷଣ କରିପାରନ୍ତିନି କି ପାଳି ପାରନ୍ତି। ସେମାନଙ୍କୁ ମୋର ଗୋଟିଏ ହିଁ ରିକ୍ୱେଷ୍ଟ, ନିଜ ବାପା ମାଙ୍କ ପ୍ରତି ଅବହେଳା କରନ୍ତୁ ନାହିଁ। ଭିଡିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ।